ଇ ଗ୍ରିଡର ଏତେ ଟଙ୍କା ପଡ଼ୁଥିବା ବୋଲି ତ ତମେ ମାନେ ଜାଣି ବି ନଥିବ କେଭେ। ଇତିର ପହଲା ବ୍ଲଗ ମାନଙ୍କୁ ତ ଦେଖିଛୁ ଆମର ହାର୍ଭେଷ୍ଟର ରିପେୟାରିଂ ଚାଲୁଛେ ଆଉ ଏଇଟା ଦେଖ ସବୁ ରୁଲର ଫାଇନାଲି ଲଗେଇ ସେଟ୍ ଦେଲେନ ଆଉ ଇ ଫାଲରଟା ବି ଆଉ ସେ ଫାଲରଟା ବି ଖାଲି ଗୁଟେ ଲଗାବାର ରହିଯାଇଛେ। ତାରପରେ ଇ ହବ୍ ମାନଙ୍କୁ ଲଗା ହେବା ଇ ଜାଗାରେ ଗୋଟେ ହବ୍ ଲାଗସି ହେତିଲେ ବୋଲି ଏଇଟା ଗ୍ରୀସ୍ ଫ୍ରିସ୍ ଦେଇକରି ରେଡି କରିଦେଇଛନ୍ ଡାଇରେକ୍ଟ ଲଗେଇଦେବେ ସାଙ୍ଗ ସାଙ୍ଗ। ଆଉ ରୁଲର ଭିତରେ ଯେନ୍ କ୍ୟାପ୍ ଟାଇପର ଲାଗୁଛେ ସେଟା କେତେ ଟଙ୍କା ଲେଖା ପଡୁଛି ଦେଖ ଗୋଟେ କ୍ୟାପ୍ କେ 395 ବେଲେ 12 24ଟା ଖଣ୍ଡେ ହେନ୍ତା କ୍ୟାପ୍ ଲାଗିଛି ବେଲେ କେତେ ଟଙ୍କା ପଡ଼ିଥିବ ଯେ ତମେ ମାନେ ଟିକେ କମେଣ୍ଟରେ ହିସାବ କରି କହ। ଆଉ ଇ ମୁନା ତୁ ଏଇଟା ଏତେଟେ ହବ ଏନ୍ତା କ୍ୟାପ୍ ଅଛେ ତେଲ ଓ ଇତୁ ବି ପାକେଟ ତୁ ବି ଏତେଟେ ଅଛେ ତେଲ ଏଇଟା ତଲେ ସବୁ ପଡ଼ିଛି ଦେଖ। ଆଉ ଭିତର ସାଇଡର ସବୁ ରୁଲର ବି ଟିକେ କ୍ଲିୟର ହେଇଯାଇଛେ ଦେଖ ଆଉ ଯେ ଯୁଡ଼େ ତୁ ଖାଲି ଆମେ ହାର୍ଭେଷ୍ଟରକେ ଟେକି କରି ରଖିଛୁ। ଆଉ ଇ ଗ୍ରିଡର ଦାମ କେତେ ହେଇଥିବା ବୋଲି ତମେ ମାନେ ଭାବୁଛ ଯେ ଟିକେ କମେଣ୍ଟରେ କହିବ। ଲୁହା ଏନ୍ତା ରଡ ମେଟାଲଟା ଏତେ ଟଙ୍କା ପଡ଼ୁଥିବା ବୋଲେ ବି ତମେ କେବେ ମନେ ବି ଭାବି ନଥିବ ଏନ୍ତା।